ରୁବି ଏମଏଲଏ ଙ୍କୁ କହିବେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏମଏଲଏ ସାର୍। ଆଦର୍ଶ ବିରୁଦ୍ଧରେ ନୂଆ ପ୍ରମାଣ ଠିଆ କରି ଆପଣ ତ ମୋର ପୁରା ବାଜି ପଲଟେଇ ଦେଲେ। ମୁଁ ତ ଭାବିଥିଲି ବୋଧହୁଏ ଏ ଘରେ ମୁଁ ଆଉ କେବେ ବି ମୁଣ୍ଡ ଟେକି ଠିଆ ହେଇ ପାରିବିନି। ତାପରେ ଏମଏଲଏ କହିବେ, ମ୍ୟାଡମ, ସିଂହ ଯେତେବେଳେ ଶିକାର କରେ ପ୍ରଥମେ 2 ପାଉ ପଛକୁ ଯାଏ, ତାପରେ ଶରୀରର ସବୁ ବଳ ଏକାଠି କରି ଶିକାର ଉପରେ ଗୁଡ଼ି ପଡ଼େ। ବହୁତ ଦିନ ପରେ ଏଇଟା ମୋର ପ୍ରଥମ ଚାଲ ମ୍ୟାଡମ। ଏବେ ମୁଁ ପଲ୍ଲବୀ ଆଉ ଆଦର୍ଶ ଉପରେ ଡାଇରେକ୍ଟ ଆଟାକ୍ କରି ପାରିବିନି, କିନ୍ତୁ ସିକ୍ରେଟଲି ମହାପାତ୍ର ଖାନଦାନକୁ ମୁଁ ଏମିତି ବରବାଦ କରି ଚାଲିଥିବି। ତାପରେ ରୁବି କହିବେ, ଥ୍ୟାଙ୍କ ୟୁ ଏମଏଲଏ ସାର୍। ଆପଣଙ୍କର ଏଭଳି ପୁଣ୍ୟ କାମ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତାପରେ ନୀଲମ ଆସିବେ ଆଉ ତାପରେ ରୁବି କଲ୍ କାଟିଦେବେ। ତାପରେ ନୀଲମ ରୁବିଙ୍କ ପାଖକୁ ଆସି କହିବେ, ମୁଁ କେବେ ବି ଏସବୁ ହେବାକୁ ଦେବିନି ମାମା, କେବେ ବି ନୁହେଁ। ମାମା, ମୁଁ ତମକୁ ପୁଣି ଥରେ କହୁଛି, ତମେ ମାୟା ଆଣ୍ଟିକୁ କନଭେନ୍ସ କରାଅ, ସିଏ ପଲ୍ଲବୀଙ୍କୁ ଅଟକାନ୍ତୁ। ନାଇଁ ଯଦି ସିଏ ଚୁପ୍ ରହି ଯାଆନ୍ତି ଆଉ ପଲ୍ଲବୀ ଯଦି ଚାଲିଯାଏ ତାହେଲେ। ତାପରେ ରୁବି କହିବେ, ତାହେଲେ କ'ଣ କରିବୁ ତୁ? ହାଁ, କ'ଣ କରିବୁ ତୁ? କର, ତୋର ଯାହା ଇଚ୍ଛା ହଉଛି ତୁ ସେଇଆ କର। ପଲ୍ଲବୀକୁ ତୁ ସପୋର୍ଟ କରୁଛୁ ବୋଲି ମାୟାକୁ କହି ତତେ ବି ମୁଁ ଏ ଘରୁ ବାହାର କରିଦେବି। ଏମିତିରେ ବି ତୁ ମୋ ଝିଅ ନୁହଁ, ମୋ ଶତ୍ରୁ ବୋଲି ନିଜକୁ ପ୍ରମାଣ କରି ସାରିଛୁ। ଆଉ ନିଜ ମାଆକୁ ଛାଡ଼ି ସେ ବୁଢ଼ୀ ପାଖରେ ଯାଇ ବସୁଛୁ। ଏହାପରେ ନୀଲମ କହିବେ, ମାମା, ମା ଶବ୍ଦର ଅର୍ଥ ଜାଣିଛ ତମେ? ତମେ ମା ନୁହଁ, ମା ନାଁରେ ଗୋଟେ କଲଙ୍କ। ତମ ଭଳି ସ୍ତ୍ରୀ ଲୋକ କେବେ କାହାର ମା ହେବା ଉଚିତ ନୁହଁ। ତାପରେ ରୁବି ରାଗିକି କହିବେ, ନୀଲମ। ତାପରେ ନୀଲମ କହିବେ, ତମକୁ କେତେଥର କହିଛି, ସେ ହଜବେଣ୍ଡ ମୋର ଗୋଟେ ମଣିଷ ନୁହଁ, ବରଂ ଗୋଟେ ଗଧିଆ। ସେ ମୋତେ ଝୁଣି ଝୁଣି ଖାଇଯିବ। କିନ୍ତୁ ତମେ ସବୁ କିଛି ଶୁଣି ବି ଚୁପଚାପ ରହିଲ, ସତେ ଯେମିତି ମୋ କଷ୍ଟ ତମକୁ କିଛି ବି ଫରକ ପକେଇଲାନି। ଏଠି ତମେ ମୋତେ ସପୋର୍ଟ କରିବା ବଦଳରେ ମୋ ସହିତ ଶତ୍ରୁ ବୋଲି ବିହେଭ୍ କରୁଛ। ମୋର ଯାହା ଇଚ୍ଛା ହଉଛି ମୁଁ କରିବି, ଏ କଥା ତମେ ମୋତେ ଏବେ କହିଲ ନା ମାମା? ଠିକ୍ ଅଛି, ମୁଁ ଏବେ ମାୟା ଆଣ୍ଟିଙ୍କ ଆଗରେ ଯାଇ ତମ ବିଷୟରେ ସବୁ କଥା କହିବି। ଏହାପରେ ରୁବି ନୀଲମଙ୍କ ହାତକୁ ଧରି କହିବେ, କ'ଣ ସତ କଥା କହିବୁ? ହାଁ, କ'ଣ ସତ କହିବୁ? ମାୟା ମୋ ବିଷୟରେ ସବୁ ସତ କଥା ଜାଣେ। ତାପରେ ନୀଲମ କହିବେ, ସତରେ ମାୟା ଆଣ୍ଟି ତମ ବିଷୟରେ ସବୁ ସତ କଥା ଜାଣିଛନ୍ତି? ମାମା, ତମେ ମାୟା ଆଣ୍ଟିଙ୍କ ପ୍ରତି, ତାଙ୍କ ସମ୍ପତ୍ତି ପ୍ରତି ଆଉ ତାଙ୍କ ଲାଇଫରେ ତାଙ୍କୁ ଯାହା ସବୁ ମିଳୁଛି ସେ ସବୁ ପ୍ରତି ତମେ ଜେଲସ୍ ହିଁ କରୁଛ, ଈର୍ଷାରେ ଜ୍ୱଲୁଛ ତମେ। କ'ଣ ଏ କଥା ବି ମାୟା ଆଣ୍ଟି ଜାଣିଛନ୍ତି? ଆଉ ସେ ଈର୍ଷା ଯୋଗୁଁ ସହି ନ ପାରି ତମେ ତାଙ୍କ ଘର ଭାଙ୍ଗୁଛ, ପଲ୍ଲବୀଙ୍କୁ ହଇରାଣ କରୁଛ, ଆଦର୍ଶକୁ ଶାନ୍ତିରେ ରଖେଇ ଦଉନ। ଆଉ ମାୟା ଆଣ୍ଟି, ଆନନ୍ଦ ଅଙ୍କଲ ଭିତରେ ଯାହା ବି ସବୁ ଡିଷ୍ଟର୍ବାନ୍ସ ହଉଛି ସେ ସବୁର କାରଣ ବି ହଉଛ ତମେ। ଏ କଥା ବି କ'ଣ ମାୟା ଆଣ୍ଟି ଜାଣିଛନ୍ତି? ତାପରେ ରୁବି ରାଗିକି ନୀଲମଙ୍କ ବେକକୁ ଧରି କହିବେ, ତୋ ଭଳି ଝିଅକୁ ମୁଁ ଜନ୍ମ ଦେଇ ବହୁତ ବଡ଼ ଭୁଲ କରି ଦେଇଛି। ମୁଁ ତତେ ଜନ୍ମ ଦଉ ଦଉ ମାରି ଦେଇଥିଲେ ବହୁତ ଭଲ ହେଇଥାନ୍ତା। କିଛି ନାହିଁ, ଏବେ ବି କିଛି ଡେରି ହେଇନି। ସେ କାମ ମୁଁ ଆଜି ଶେଷ କରିଦେବି, ମାରିଦେବି ତତେ, ମର ତୁ। ତାପରେ ରିମଝିମ୍ ଆସି କହିବେ, ଛାଡ଼ନ୍ତୁ ରୁବି ଆଣ୍ଟି, ଛାଡ଼ନ୍ତୁ। କହି ଛଡ଼େଇବେ ଆଉ କହିବେ, ଆପଣ ତାଙ୍କୁ ଜୀବନରୁ ମାରିଦେବେ ନା କ'ଣ? ତାପରେ ନୀଲମ କହିବେ, ତମେ ଏ କ'ଣ କରୁଥିଲ ମାମା? ଯଦି ମୁଁ ମରି ଯାଇଥାନ୍ତି ତାହେଲେ? ଏହାପରେ ରୁବି କହିବେ, ମରି ଯାଇଥିଲେ ଭଲ ହେଇଥାନ୍ତା। କ'ଣ ହେଇଥାନ୍ତା? ଅତି ବେଶୀରେ ମୁଁ ଜେଲ୍ ଯାଇଥାନ୍ତି ତ, ଫାଶୀ ହେଇଥାନ୍ତା, ମୋତେ ହେଇଯାଇଥାନ୍ତା ଫାଶୀ। ଏମିତି ଜୀବନ ପାଇବା ଅପେକ୍ଷା ମରିଯିବାଟା 100 ଗୁଣରେ ଭଲ। ମରି ଯାଇଥାନ୍ତି ମୁଁ। ତାପରେ ନୀଲମ କହିବେ, ଆଜି ଆମ 2 ଜଣଙ୍କ ଭିତରେ ଟିକକ ବି ସମ୍ପର୍କ ଥିଲା, ସେଇଟା ବି ଆଜି ତୁଟିଗଲା ମାମା। ଆଉ ଆଜିଠୁ ତମେ ମୋର କେହି ନୁହଁ। ଆଉ ହଁ, ଆଉ ଟିକେ ବି ସମୟ ନଷ୍ଟ ନ କରି ଶୀଘ୍ର ଯାଇ ପଲ୍ଲବୀକୁ ଅଟକାଅ, ନହେଲେ ଏ ଘରେ ତମର ପ୍ରକୃତ ଉଦ୍ଦେଶ୍ୟ କ'ଣ ମୁଁ ସମସ୍ତଙ୍କୁ କହିଦେବି। ପୁଣି କହିବେ, ଠିକ୍ ଅଛି, ଲାଗୁଛି ମୋତେ ହିଁ ମୁହଁ ଖୋଲିବାକୁ ପଡ଼ିବ, କହି ଯାଉଥିବେ ଆଉ ରୁବି କହିବେ, ରହ। ତ ଦର୍ଶକ ବନ୍ଧୁ, ରୁବି କ'ଣ ପଲ୍ଲବୀଙ୍କ ଗୋଡ଼ ଧରି କ୍ଷମା ମାଗିବେ କି? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।